ଶ୍ରୀମଦ୍ ଭାଗବତ ଗୀତାରେ ସୁନ୍ଦର କଥାଟି ଅଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଶ୍ରୀକୃଷ୍ଣ କହିଛନ୍ତି କ'ଣ? ସେଇ କଥାଟି ଶୁଣିବା। ମଚ୍ଛିତା ମଦ୍ଗତ ପ୍ରାଣ ବୋଧୟନ୍ତଃ ପରସ୍ପରମ୍ କଥୟନ୍ତଶ୍ଚ ମାଂ ନିତ୍ୟ ତୁଷ୍ୟନ୍ତି ଚ ରମନ୍ତି ଚ। ଅର୍ଥାତ୍ ଅର୍ଜୁନ, ମୋ ପାଖରେ ଚିତ୍ତ ଲଗାଇ ମୋର କଥା ପରସ୍ପର ମଧ୍ୟରେ ହେବ ଏବଂ ସମସ୍ତଙ୍କୁ ମୋରି କଥା ଶୁଣେଇବ, ତେବେ ଏହି କାର୍ଯ୍ୟ ଯିଏ କରେ ମୁଁ ତା ପ୍ରତି ବହୁତ ପ୍ରୀତି ଥାଏ, ସେ ମୋର ପ୍ରତି ପ୍ରୀତି ଥାଏ, ମୁଁ ମଧ୍ୟ ତାର ପ୍ରତି ପ୍ରୀତି ଥାଏ। ଅର୍ଥାତ୍ ତାଙ୍କରି ହୃଦୟରେ ରହି ମୁଁ ହିଁ ସେ ବାଣୀକୁ ପ୍ରକଟ କରେ। ତେଣୁ ମୋ ପାଖରେ ଚିତ୍ତ ଲଗାଇ ମୋର କଥା ଶ୍ରବଣ କର, ମୋର କଥା କୁହ, ଶୁଣ ଏବଂ ଶୁଣି ଜୀବନକୁ ଆନନ୍ଦମୟ କର। ଜୟ ଜଗନ୍ନାଥ, ଜୟ ଗୁରୁଦେବ। ଯାହାକୁ ଯେପରି କରିଛ ତିଆରି, ତାକୁ ସେହିପରି କୃପା କର ହରି। ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କର ସୁନ୍ଦର ବାଣୀ। ପ୍ରଭୁ ହେ, ତୁମେ ଯାହାକୁ ଯେମିତି ତିଆରି କରିଛ ତାକୁ ସେଭଳି କୃପା କରୁଛ। ଯିଏ ତାକୁ ଯେମିତି ବଦଳିବ, ଯିଏ ତୁମକୁ ସ୍ମରଣ ଚିନ୍ତନ ଭଜନ କରିବା କଥା, ତମ ପ୍ରୀତି କାର୍ଯ୍ୟ କରିବା କଥା, ସେ କରିବ ହିଁ କରିବ। ଯିଏ ତୁମ କାର୍ଯ୍ୟରେ ବାଧା ଦେବା କଥା, ସେ ବାଧା ଦେବାଟା ଦବ। ତାର ସ୍ୱଭାବ ସେୟା। କାହାକୁ କିଛି କହି ଲାଭ କ'ଣ? ପ୍ରଭୁ ହେ, କାହା ମନ ଉପରେ କାହାର ରାଜ ଅଛି? ତୁମେ ହିଁ ଅନ୍ତର ଭିତରେ ରହି ସୂକ୍ଷ୍ମ ଚେତନାରେ ସମସ୍ତଙ୍କୁ ଜ୍ଞାନ ବୁଦ୍ଧି ବିଦ୍ୟା ପ୍ରଦାନ କରିଛ। ତେଣୁ କାହା କଥା ଶୁଣିଲେ ତୁମ ପ୍ରୀତି କାର୍ଯ୍ୟ କ'ଣ ହେବ? ତେଣୁ କୃପା କରି ତୁମେ ଘଟ ମଧ୍ୟରେ ରହିକି ଯେମିତି କରାଉଛ ସେମିତି ଜୀବ କରେ। ଏ କରେ କେତେବେଳେ? ନା ଗୁରୁ କୃପାରୁ। ଶ୍ରୀ ଗୁରୁ କୃପାରେ ହେଲା ବୁଦ୍ଧି। ମୁଁ ଅପରାଧୀ, ସବୁଦିନ ଅପରାଧୀ। ଶ୍ରୀ ଗୁରୁ କୃପାରେ ହେଲା ବୁଦ୍ଧି। ମୁଁ ଅପରାଧୀ, ତୁ କୃପାନିଧି। ମୁଁ ଅପରାଧୀ ହେଲେ ତୁମେ କୃପାନିଧି। ତୁମ କଥାକୁ ଶ୍ରବଣ କରିବା, ଶୁଣିବା, ତୁମ କଥାକୁ କହିବା, ତୁମ କଥାକୁ ଶୁଣେଇବା, ଏସବୁ ତୁମରି କୃପାରେ ହେଉଛି। ତେଣୁ ସୁନ୍ଦର କଥା ପଦେ ଆଗକୁ ଯିବା। ଭଲ ଲାଗିଲେ ପ୍ରଭୁଙ୍କ କୃପା, ଭଲ ନ ଲାଗିଲେ ବି ତାଙ୍କ କୃପା। ତେଣୁ ଭଗବତ କଥା କହିବା ପୂର୍ବରୁ ମନକୁ ଶାନ୍ତର ସହିତ ଏବଂ ଶୁଣିବା ପୂର୍ବରୁ ମନକୁ ଏକାଗ୍ର ସହିତ ଶ୍ରବଣ ଯଦି କରିବା, କିଛି ଜୀବନରେ ଲାଗିଗଲେ ଏହା ହିଁ ଠାକୁରଙ୍କର ଅନେକ କୃପା। ନାରାୟଣ ସ୍ୱାମୀ କି ଜୟ। ସତ୍ୟନାରାୟଣ ସ୍ୱାମୀଙ୍କର ଜୟ। ଆନନ୍ଦ କବାର ହରି ବୋଲ। ଭଗବାନଙ୍କର କୃପା ଏବଂ ଗୁରୁଙ୍କର କୃପା, ଏ ସ୍ୱତନ୍ତ୍ର କୃପା ନହେଲେ ଜ୍ଞାନ, ଭକ୍ତି, ପ୍ରେମ ପ୍ରଭୁଙ୍କ ଚରଣ ତଳେ ହୁଏ ନା। ସେ ମାର୍ଗକୁ ଅନେକ ଯଦି ଯାଆନ୍ତି, ପ୍ରଥମେ ଯଦି ଜଣେ ଭକ୍ତି କରିବା ପାଇଁ ସାଧୁ ସନ୍ଥ
କିମ୍ବା ଭଗବତ ଗୋଷ୍ଠୀ, ଭକ୍ତ ଗୋଷ୍ଠୀ, ଭଜନ କୀର୍ତ୍ତନରେ ମନ ଦେବା ପାଇଁ ପ୍ରୟାସ କରେ, ସେ ମନ ଦେଲା ବେଳେ ଆଉ କିଛି ଦୁଷ୍ଟ ପ୍ରକୃତିର ବ୍ୟକ୍ତି ବି ଅଛନ୍ତି, ଆମେ ତ ଏ ଆଧ୍ୟାତ୍ମିକ ମାର୍ଗରେ ଯାଉନୁ, ତୁ କାହିଁକି ଯିବୁ, ତା ଗୋଡ଼ଟାକୁ ଟାଣିବେ। ଭକ୍ତ ସେ କଥାକୁ ଠାକୁର କହିଛନ୍ତି, ଭକ୍ତ ଭାବିବ ସେ କଥାକୁ ମୋର ପଚା ପାଳ। ଆଉ ଦୁର୍ଜନ ବ୍ୟକ୍ତିର ଏହା ଯେ ଜଣେ ଭଗବତ ରାସ୍ତାରେ ଈଶ୍ୱରଙ୍କ କାର୍ଯ୍ୟ କରିବା ପାଇଁ ଯାଉଛି, ତାକୁ ଯେମିତି ହେଲେ ପଥରେ ବାଧକ ହେବ, ଅନେକ ପ୍ରକାର କଥା ମଧ୍ୟ ଶୁଣିବାକୁ ପଡ଼ିବ। କିନ୍ତୁ ସେ କଥାକୁ ଯିଏ ଭଗବାନଙ୍କ ଚରଣ ତଳେ, ଗୁରୁ ଚରଣ ତଳେ ସମର୍ପିତ କରିଛନ୍ତି, ସେ କଥାକୁ ଶୁଣିଲେ ସେ ଆଗକୁ ଯାଇପାରିବ ନାହିଁ। ତେଣୁ ଠାକୁର କହିଲେ, ଅନେକ ଅଛନ୍ତି କହନ୍ତି, ଆଉ ଅନେକ ଅଛନ୍ତି କହନ୍ତି ଏବଂ କରନ୍ତି, ଆଉ ଅନେକ ଅଛନ୍ତି କହନ୍ତି କିନ୍ତୁ କରନ୍ତିନି। କିନ୍ତୁ ଏସବୁ ଦେଖିବାକୁ ଗଲେ ପ୍ରଭୁଙ୍କ ଇଚ୍ଛା, କାହା ମନ ଉପରେ କାହାର ତ ଅଧିକାର ନାହିଁ, କେବଳ ନିଜର ବିବେକର ହିଁ ଅଧିକାର। ଠାକୁର ଯେଉଁ ଶକ୍ତି ଯାହାକୁ ଦେଇଛନ୍ତି, ସିଏ କାହିଁକି ଏମିତି ହେଲା, ମୁଁ କାହିଁକି ଏମିତି ହେଲିନି, ଏଇଟା ଭାବିବା ଠିକ୍ ନାହିଁ। କାହିଁକିନା କାହା ସହିତ ତୁଳନା କଲେ ସବୁଦିନେ ପଛେଇଯିବ, ମୁଁ ହେଇପାରିଲିନି, ମୋ ଦ୍ୱାରା ଏଇଟା ହେଇପାରିଲାନି, ମୁଁ ବେକାର ହେଇଗଲି। ଯଦି ଅନ୍ୟ ଜଣେ ଯାଉଛି, ତାକୁ ଆଉ ଟିକେ ଯୋଡ଼ି ଦିଅ, ସେ ଆଗକୁ ଟିକେ ଯାଉ, ତ ଭଗବାନ ତୁମର ମଙ୍ଗଳ କରିବେ। ନହେଲେ ତୁମେ ଯିବନି, ସିଏ ଗଲାବେଳକୁ ଯଦି ତୁମେ ବାଧା ପ୍ରାପ୍ତି କରିବ, ଠାକୁର ଦିନେ ନା ଦିନେ ତୁମକୁ ହିଁ ହଇରାଣ କରିବେ। ଦୁର୍ଯ୍ୟୋଧନ ଶତ ଚେଷ୍ଟା କଲା, କ'ଣ, ମୁଁ ପାଣ୍ଡବଙ୍କୁ 1 ଇଞ୍ଚର ଜମି ଦେବିନି। 5 ପଡ଼ା କ'ଣ, ଭଗବାନ ଯାଇଥିଲେ ଶାନ୍ତିଦୂତ ହେଇକି, ଆମେ ସମସ୍ତେ ଜାଣିଛନ୍ତି। ପ୍ରଭୁ କହିଲେ, ହଉ ତୁ ନ ଦେବୁ, ଯୁଦ୍ଧ ହେବ, ଯୁଦ୍ଧରେ ତୁ ଅନେକ କଷ୍ଟ ପାଇବୁ, ଅନେକ ସେନା ମରିବେ। ଆଉ ଏଇ ଯୁଦ୍ଧରେ ଯେଉଁମାନେ ଦ୍ରୌପଦୀର ବସ୍ତ୍ର ହରଣ ହେଲାବେଳେ ମୌନ ହୋଇ ବସିଥିଲେ, ସେମାନଙ୍କୁ ମଧ୍ୟ ସଂହାର ହେବାକୁ ପଡ଼ିବ। ପାଣ୍ଡବ କିନ୍ତୁ ଜିତିବେ, କାରଣ ପାଣ୍ଡବଙ୍କ ପ୍ରତି ପାଣ୍ଡବଙ୍କର ଭକ୍ତିର ଭାବରେ ପ୍ରଭୁ ପ୍ରସନ୍ନ। ଧର୍ମ ରକ୍ଷତି ରକ୍ଷତାମ। ତେଣୁକରି ସଂସାର ଭିତରେ କାହା କଥାକୁ ଶୁଣିକି ପଛଘୁଞ୍ଚା ଦେଇକି ରହିଗଲେ ପ୍ରଭୁଙ୍କ କାର୍ଯ୍ୟ ବି ହେଇପାରିବନି। କାରଣ କାହା ମାଧ୍ୟମରେ କେଉଁ କାର୍ଯ୍ୟ ଅଛି ସେଟା ଠାକୁର ଜାଣିକି ନିର୍ଣ୍ଣୟ କରି ପଠାଇଛନ୍ତି। ଠାକୁର କହିଛନ୍ତି, କେତେ ଗୋଟି ଯନ୍ତ୍ର ଅଛି ତ ସ୍ୱତନ୍ତ୍ର, ସବୁ ଯନ୍ତ୍ରମାନ ନୁହେଁ ସମାନ, ଗଢ଼ା ହୋଇଅଛି ବହୁ ଯନ୍ତ୍ରମାନ। ଅନେକ ପ୍ରକାର ଯନ୍ତ୍ର ଭଗବାନ ତିଆରି କରିଛନ୍ତି। ଆହୁରି କହିଲେ, ଯାହାକୁ ଯେପରି କରିଛ ତିଆରି, ତାକୁ ସେହିପରି କୃପା କର ହରି। ଯାହାକୁ ଯେମିତି ତିଆରି କରିଛନ୍ତି, ତା ଘଟରେ ରହିକି ସିଏ କରୁଛନ୍ତି। ଯେଉଁଦିନ ଯିବ ଜାଣିଯିବ, ସିଏ ଆଉ କାହା କଥାକୁ ମାନେ କିଏ ତା ପଥରେ ବାଧକ ହେଲେ ବି ସେଗୁଡ଼ାକ ସିଏ ଚାହିଁବନି। କାରଣ ଭଲ କାର୍ଯ୍ୟ କରିବାକୁ ଗଲାବେଳେ ଯିଏ ବାଧକ ହେଉଛି, ସିଏ ତୁମକୁ ଈର୍ଷା କରୁଛି, ଶତ୍ରୁତା ନୁହଁ, ଈର୍ଷା ପରାୟଣ ହେଉଛି। ଆଉ ଯେ ଭଲ କାର୍ଯ୍ୟ, ଭଗବାନଙ୍କ କଥା କହିବା, ପ୍ରଭୁଙ୍କ ଶାସ୍ତ୍ର ପଢ଼ିବା, ଶୁଣିବା। ଗୀତାରେ ତ 10ମ ଅଧ୍ୟାୟ ଭଗବାନ କହିଲେ, ମୋର ଗୁଣଗାନ କରିବ, ମୋ କଥାକୁ ଶୁଣେଇବ, ନିଜେ ଶ୍ରବଣ କରିବ। ତୁମେ କ'ଣ ହେଲଣି ସେ ପର୍ଯ୍ୟନ୍ତ ତୁମେ ଗଲଣି? କେହି କିଛି ଯାଆନ୍ତିନି, ଧୀରେ ଧୀରେ ଯାଆନ୍ତି। ତୁମେ ଗଲଣି କହିଲୁ କି ଯଦି କହିବ ତୁମେ କ'ଣ ସେପଟୁ ଗଲଣି,
ଯେ ଏତେ କଥା କହୁଛ, ତମେ କ'ଣ ରହିଯିବ? ମୁଁ ଯିବି କ'ଣ? ତୁମେ ତ ଜାଣୁଛ ଗୁରୁଙ୍କ କୃପାରୁ ତତ୍ତ୍ୱଜ୍ଞାନ ପ୍ରାପ୍ତ ହେଲା ପରେ ଠାକୁର ଘଟରେ ରହି କହୁଛନ୍ତି ଭଲ କଥାଟି ଯେଉଁଟା ଆମେ ଶୁଣୁଛନ୍ତି ଭଗବାନଙ୍କର ବିଷୟରେ, ସେଇଟା ଭଗବାନଙ୍କର କଥା। ରାମାୟଣ ହଉ, ମହାଭାରତ ହଉ, ଠାକୁରଙ୍କ କଥା ହଉ, ପ୍ରଭୁର କଥା ଶ୍ରବଣ କୀର୍ତ୍ତନ ମନନ ଚିନ୍ତନ ବାରମ୍ବାର ସାଧୁସନ୍ଥ ମହାତ୍ମାମାନଙ୍କ ମୁଖରୁ ଶ୍ରବଣ କରିବା ଦ୍ୱାରା ଅଚେତା ଜୀବ ଚେତନା ହେଇ ପ୍ରଭୁଙ୍କର ଚରଣ ତଳେ ତାର ମନ ଲାଗିବ। ଏଇଥିପାଇଁ ତ ଭଗବାନ କୃପା କରି ସାଧୁ ବୈଷ୍ଣବମାନଙ୍କୁ ସିଏ ତାଙ୍କର ପାର୍ଷଦ କରିଛନ୍ତି। ସିଏ ଯୋଉଦିନ ସ୍ୱୀକାର କରି ଯେତେବେଳେ ନେଲେ, ମାତୃଗର୍ଭରୁ ଯେତେବେଳେ ଜୀବ ପଡ଼ିଲା, ଇଏ କୋଉଠିକି ଯିବ, ଏହାର କର୍ମଗତି କ'ଣ, ଇଏ କ'ଣ କରିବ, ମା ଗର୍ଭରୁ ସେ ଲେଖିଦେଇ ପଠେଇଛନ୍ତି। ଏବେ କିଛି ହଉନି। ତେଣୁ କେଉଁ ଯନ୍ତ୍ର କିଭଳି ବାଜିବ ତାକୁ ଈର୍ଷା ନ କରି ଆମେ ବରଂ ତାକୁ ଆଉ ଟିକେ ଆଗକୁ ନବା। ଏହା ହିଁ ପିତାମାତାଙ୍କର ବଡ଼ ଗୁରୁଜନଙ୍କର ଧର୍ମ। ଲଘୁଜନ ପ୍ରତି ଶ୍ରଦ୍ଧା କରିବା ଦ୍ୱାରା ତା ଅନ୍ତରର ଶ୍ରଦ୍ଧାଟା ହିଁ ଭଗବାନଙ୍କର କୃପା। ଏମିତି ସଂସାର ମଧ୍ୟରେ ଅନେକ କଥା ରହିଛି। ବାପ ପୁଅ ହଉ କିମ୍ବା ଉପନିଷଦର ଗୋଟେ କଥା ଶୁଣିବାକୁ ମିଳେ, ଏ ସଂସାରରେ ଯିଏ ଯାଉଛି ଯଦି ତା ପଛରେ ଯଦି ଆଶ୍ୱାସନା ଦେଇକି ତାକୁ ଟିକେ ଆଉ ଟିକେ ଆଗକୁ ଠେଲିବ, ତ ତା ସନ୍ତୋଷଟା ହିଁ ଠାକୁରଙ୍କ କୃପା ମାଧ୍ୟମରେ ତମର ସେ ଆଶୀର୍ବାଦ ହେଇଯିବ। ବଡ଼ ହେଇଥିଲେ ସାନକୁ ଆଶୀର୍ବାଦ ଦେବ, ସାନ ହେଇଥିଲେ ବଡ଼ର ଆଶୀର୍ବାଦ ନେବ। ବଡ଼ ଯିଏ ହେଇଥିବେ ସାନକୁ ଯଦି ପକ୍ଷପାତ ବିଚାର ନ କରି ସମସ୍ତଙ୍କୁ ଏକ ଦୃଷ୍ଟିରେ ଦେଖିବେ, ତେବେ ସମସ୍ତେ ପିତା ବୋଲି ମାନିବେ, ଗୁରୁଜନ ବୋଲି ମାନିବେ, ବଡ଼ ଭାଇ ବୋଲି ମାନିବେ। ଆଉ ଜଣକୁ ଭଲ ପାଉଥିବ, ଆଉ ଜଣକୁ ଘୃଣା ଦୃଷ୍ଟିରେ ଦେଖୁଥିବ, ତ ଜଣା ପଡ଼ିଯିବ ସେ କଥା ଗୁଡ଼ାକ। କାରଣ ଜଣଙ୍କର ମନୋଭାବରୁ ଜାଣି ହେଇଯିବ ଯେ ଇଏ କୋଉ ମନମୂର୍ତ୍ତିରେ ଅଛନ୍ତି। ତ କଳିଯୁଗ, ଏ କଳିଯୁଗରେ କ'ଣ, ଯେଉଁ ଯୁଗରେ କ'ଣ, ସତ୍ୟ ଯୁଗ ବି ଥିଲା, କଳି ଥିଲା, ଯୁଦ୍ଧ ନହେଲେ କେମିତି ଚାଲିଥିଲା। ଭଗବାନ ଆସିଥିଲେ, ନୃସିଂହ ଅବତାର ନେଇଥିଲେ, ବାମନ ଅବତାର ନେଇଥିଲେ। ତ୍ରେତୟା ଯୁଗରେ ରାବଣକୁ ମାରିଲେ, ସେଠି ବି ମଧ୍ୟ କଳି ପଶିଥିଲା ତାଙ୍କ ମୁଣ୍ଡରେ। ଜାନକୀ ମାତାଙ୍କୁ ଚୋରି କରି ନେବାଟା କ'ଣ ସହଜ କଥା? ତାଙ୍କ ପାର୍ଷଦ, ତାଙ୍କ ଲୀଳା ଅନେକ ପ୍ରକାର। ଦ୍ୱାପର ଯୁଗରେ ବି ଆସିଲେ, ଶିଶୁପାଳ ଦନ୍ତବକ୍ରକୁ ମଧ୍ୟ ବଧ କଲେ, ଦୁର୍ଯ୍ୟୋଧନର ବଂଶ ବିନାଶ କଲେ, ଶେଷରେ ନିଜ ବଂଶକୁ ମଧ୍ୟ ସଂହାର କରିଦେଲେ। ତାଙ୍କରି କଥାକୁ ପୁରାଣ ଅଛି ଏଇଥିପାଇଁ, ପୁରୁଣା କଥାକୁ ଶ୍ରବଣ କରି ବାରମ୍ବାର ଶ୍ରବଣ କରିବା ଦ୍ୱାରା ମନ ଚେତନା ଜଗତକୁ ଯାଏ। କହିବେ କ'ଣ ସେଇ କଥା ତ ଆମେ ଶୁଣୁନୁ, ସେଇ କଥା ଶୁଣୁନୁ, କେଉଁଟା ଆଉ ଶୁଣିବ? ଭାଗବତ କଥା, ରାମାୟଣ କଥା, ଠାକୁରଙ୍କ କଥା ସବୁ ଲେଖି ଦେଇଛନ୍ତି। ବାରମ୍ବାର ପଢ଼ିବା, ବାରମ୍ବାର ଶୁଣିବା ଦ୍ୱାରା ମନ ଅବଚେତନାରୁ ଚେତନାକୁ ଯାଇ ପ୍ରଭୁ ଶରଣାଗତ ହୋଇ ନିଜ ଜୀବନକୁ ଆନନ୍ଦମୟ କରାଏ। ନ କରିବ ନାଇଁ, ତ ଏ ସଂସାର ଭିତରେ ଯେତେ ଦିନ ଥିବ କାହା କଥାକୁ ଶୁଣି କେବେ ପଛେଇବନି। ଗୋଟେ ଉଦାହରଣ ସ୍ୱରୂପ, ବାପ ପୁଅ ଘୋଡ଼ା ଉପରେ ଗୋଟେ ଘୋଡ଼ାଟାକୁ ନେଇକି ରାସ୍ତାରେ ଯାଉଛନ୍ତି। ଘୋଡ଼ା ଉପରେ ବସୁନାହାନ୍ତି। କିଛି ବାଟ ଗଲା ପରେ କିଛି ଲୋକ କହିଲେ, ଆରେ ଏଡ଼େ ସୁନ୍ଦରିଆ ଘୋଡ଼ାଟା ଧରି ଯାଉଛନ୍ତି, ନା ବାପ ବସୁଛି ନା ପୁଅ ବସୁଛି। ବାପ ବି ବସୁନି କି ପୁଅ ବି ବସୁନି।
ତାଙ୍କଠୁ ମୂର୍ଖ ଆଉ କିଏ ଅଛି କହିଲ ଦେଖି। ଏ କଥା ବାପ ଶୁଣିଲା ପରେ ପୁଅ କହିଲା, ରେ ପୁଅ ଘୋଡ଼ା ଉପରେ ତୁ ବସିଯା, ଲୋକମାନଙ୍କର କଥା ଆମେ ଶୁଣିଲେନି, ଭଲ ଲାଗୁନି, ତୁ ଘୋଡ଼ା ଉପରେ ବସ, ମୁଁ ଚାଲି ଚାଲି ନେଇଯାଉଛି। ପୁଅ ବସିଲା। ପ୍ରଥମେ ପୁଅ କିଛି ଯୁବକ ପୁଅଟି, ପୁଅ ଛୋଟ ନାହିଁ, ବୁଢ଼ା ପଟି ମଧ୍ୟ ଘୋଡ଼ାକୁ ତାର ଲଗାମକୁ ଧରି ଚାଲି ଚାଲି ଗଲା। ତ କିଛି ବାଟ ଯାଇଛି, ଆଉ କିଛି ଲୋକ କହିଲେ, ଦେଖ ପୁଅଟା ଗୋଟେ ଯୁବକ ଘୋଡ଼ାଟା ଉପରେ ବସିଛି, ବାପାଟା କେମିତି ଚାଲି ଚାଲି ତାକୁ ଧରି ଯାଉଛି, ଆଙ୍କଠୁ ମହାମୂର୍ଖ କିଏ ହେଇପାରେ। ଏ କଥା ବି ବାପା ଯେତେବେଳେ ଶୁଣିଲା, ରେ ପୁଅ କହିଲା ବାପା ଆଉ ମତେ ତ କହିଲେନି ଏମିତି, ତମେ ଆସ ଘୋଡ଼ା ଉପରେ ବସ। ପୁଅ କ'ଣ କଲା, ଘୋଡ଼ାର ଲଗାମ ଧରିଲା, ବାପା ବସିଲେ, ଚାଲିଲେ। କିଛି ବାଟ ଗଲା ପରେ ପୁଣି ଲୋକ କହିଲେ, ଗୋଟେ ପିଲାଟା ଚାଲି ଚାଲି ଯାଉଛି, ପୁଅଟା ଚାଲି ଚାଲି, ବାପା କେମିତି ଘୋଡ଼ାରେ ବସିଛନ୍ତି। ଉଭୟ କ'ଣ କଲେ, ଘୋଡ଼ା ଉପରେ ଚାଲିଲେ। କିଛି ବାଟ ଗଲା ପରେ କହିଲେ, ଦେଖ ଏଠି ଗୋଟେ ଘୋଡ଼ା ଉପରେ କେଡ଼େ ନୃଶଂସ 2 ଜଣ ଯାହା ବସିଛନ୍ତି। ଓହ୍ଲି ପଡ଼ିଲେ। କହିଲେ, ବାବା ଏ ଘୋଡ଼ାରେ ଆଉ ଯିବାଟା ଠିକ୍ ନାହିଁ। ଜଣେ କହିଲା, ଆଜ୍ଞା ଠିକ୍ ନାହିଁ କାହିଁକି? ନା ଲୋକମାନେ ଏମିତି କହୁଛନ୍ତି। ନା ଲୋକ କହିବେ, ତମେ ଭଲ କଲେ ବି କହିବେ, ମନ୍ଦ କଲେ ବି କହିବେ, କିନ୍ତୁ ଏଇଟା କାହିଁ କହୁଛନ୍ତି ନା ତୁମେ ଭଲ ବାଟକୁ ଯାଅନି, ଆମେ ଯେମିତି ଅଛୁ ସେମିତି ରୁହ। ତେଣୁକରି ଆପଣ, ଜଣେ ବ୍ରାହ୍ମଣ ପଚାରିଲେ, ବ୍ରାହ୍ମଣ କହିଲେ, ଆଜ୍ଞା ପୁଅ ଘୋଡ଼ାରୁ ଓହ୍ଲି ପଡ଼ିଲେ କ'ଣ ହେଇଛି କ'ଣ? ନା ଆଜ୍ଞା ଏଇଭଳିଆ ଘୋଡ଼ାରେ ବସିବାରୁ ଏମିତି ହେଲା, ପୁଅ ବସିଲକୁ ଏହା କହିଲେ, ମୁଁ ବସିଲକୁ ଏହା କହିଲେ, 2 ଜଣ ଯାହା ବସିଲୁ ଏହା କହିଲେ। ନା ଏ ଜଗତଟା କହିବେ, କାହାକୁ ମଧ୍ୟ କରିବା ପାଇଁ ଦେବେ ନାହିଁ। ତେଣୁ ଏହି ପଛଆଡ଼ୁ ଟାଣିବା ବ୍ୟକ୍ତିମାନଙ୍କୁ ସବୁଦିନେ ସାବଧାନ ରହି ପ୍ରଭୁଙ୍କ କଥା, ଭଗବତ କଥା, ଈଶ୍ୱରଙ୍କ କଥା କହିକି ଆଗକୁ ଯିବା, ଏହା ହିଁ ସନାତନ ଧର୍ମ। ଯଦି ପ୍ରଭୁଙ୍କ କଥା ପଦେ ଅଧେ ଜାଣିଛନ୍ତି କି ଶୁଣିବାର ସୁଯୋଗ, ଆଜିକାଲି ସୋସିଆଲ ମିଡ଼ିଆ ମାଧ୍ୟମରେ ଅନେକ ପ୍ରକାର, ମୋବାଇଲଟା କ'ଣ ଖରାପ, ମୋବାଇଲ ମାଧ୍ୟମରେ ଭଗବତ କଥା ଶ୍ରବଣ କରିବା, ତାଙ୍କ ଗୁଣଗାନ ଶୁଣିବା, ଏହା ହିଁ ସାଧନ ହେଇପାରେ, କେବେ ମନ୍ଦ ହେଇନା। ଠାକୁର କହିଛନ୍ତି ବା, ଏ ସଂସାରରେ ମନ୍ଦ ବୋଲି କିଛି ନାହିଁ, ସବୁ ମହାପ୍ରଭୁଙ୍କର ସୃଷ୍ଟିରେ ଭଲ ମନ୍ଦ ଅଛି, କେବଳ ଆତ୍ମା ସହିତ ସମ୍ପର୍କ ନ ରକ୍ଷା ଯୋଗେ ଜୀବ ମନ୍ଦ କାର୍ଯ୍ୟ ଆଡ଼କୁ ଯାଏ। ତେଣୁ ମନ ମନ୍ଦ ହେଇଯିବା ଯୋଗେ ତାର ସବୁକିଛି ମନ୍ଦ ହେଇଯାଏ। ଚେତନା ଜାଗ୍ରତ ହେଲା ପରେ ଗୁରୁ କୃପାରୁ ସେ ଦିନେ ନା ଦିନେ, ଭଗବାନ ଗୀତାର 6ଠ ଅଧ୍ୟାୟରେ କହିଲେ, ପ୍ରଭୁ ଜଣେ ଯୋଗ ଭ୍ରଷ୍ଟ ହେଇକି ଯଦି ନଷ୍ଟ ହେଇଯାଏ, ସେ ଯଦି ନଷ୍ଟ ହେଇଯିବ, ସେ କ'ଣ ଆଉ ଉପରକୁ ଉଠିବ? ନା ନିଶ୍ଚିତ, ସେ ଯେତିକି ଭଜନ କରିଥିଲା ତାର ସେତିକି ଫଳ ରହିଛି। ସମୟ ଅନୁସାରେ ପୁନର୍ବାର ସେ ଉଚ୍ଚ ଧନାଢ଼୍ୟ ବ୍ୟକ୍ତିଙ୍କ ଗୃହରେ ଜନ୍ମଗ୍ରହଣ କରିବ। ତାଙ୍କରି କୃପାରେ ସବୁ କିଛି ହେଉଛି। କେବଳ ସେତେବେଳେ ଜାଣିବ, ଅନ୍ତର ଯୋଉଦିନ ଈର୍ଷା, ହିଂସା, ଦ୍ୱେଷ, କାମ ଏସବୁ ତାଙ୍କରି କୃପାରୁ ଲୋପ ହେଲେ ଜଣକୁ ଆଗକୁ ଯିବା ପାଇଁ ଅନ୍ୟ ଜଣେ ଦେବ। ନହେଲେ ସଂସାରରେ ଟଣାଓଟାର ସଂସାର। ତେଣୁକରି ଜଣେ କହିଲେ, ଆଜ୍ଞା ସମୁଦ୍ର କୂଳ ଗଲା, ସମୁଦ୍ର କୂଳରେ ଦେଖିଲେ ଯେ ଜଣେ ସାଧୁ ମହାତ୍ମା ଠିଆ ହେଇଛନ୍ତି, ଆଉ ଜଣେ ସାଧାରଣ ଲୋକ ଗଲା, ସମୁଦ୍ରକୁ ଦେଖୁଛନ୍ତି, ଇଏ ବି ଯାଇ ସେଠି ପହଞ୍ଚିଲା, କିନ୍ତୁ ଇଏ
ବସ୍ତ୍ର ସବୁ ବାହାର କରିଦେଇକି ଗାମୁଛା ଖଣ୍ଡେ ପିନ୍ଧିଗଲା, ବସ୍ତ୍ର ପାଲଟିକି ଗାମୁଛା ଖଣ୍ଡେ ପିନ୍ଧିଗଲା, ଠିଆ ହେଲା। ସାଧୁ ମହାତ୍ମା କହିଲେ, ମୁଁ ତ ଦେଖୁଛି କେତେବେଳେ ତମେ ଠିଆ ହେଇଛ? ନା ଆଜ୍ଞା ଠିଆ ହେଇଛି। ନା କ'ଣ ପାଇଁ ଠିଆ ହେଇଛ? ନା ଆଜ୍ଞା ସମୁଦ୍ରର ଲହରୀଟା କମିଲେ ମୁଁ ଗାଧେଇ ବୋଲି ଠିଆ ହେଇଛି। କହିଲେ ଗାଧେଇବା ଲୋକ ଯଦି ଗାଧେଇବ ସମୁଦ୍ର ଲହରୀ କଟିବନି। ଏ ସଂସାରରେ ମଧ୍ୟ ସେଭଳିଆ ଟାଣାଟରେ ଚାଲୁଥିବ ହିଂସା, ଦେଶ, ଗର୍ବ, ଅଭିମାନ ଏ ଜୀବ ମାତ୍ରେ ରହିଛି। କାହାକୁ ଦେଖିକି ତୁମେ କହିବ ସିଏ ନ କଲେ ମୁଁ ଯିବି, ମୋତେ ଏମିତି କହିଲା, ସେମିତି କହିଲା, ଏ କଥାକୁ ଦେଖିଲେ ତମେ ଆଗକୁ ଯାଇପାରିବନି। ଏ ସମୁଦ୍ର ଲହଡ଼ି ଭଳି ଆସୁଥିବ, ତା ଦେହରେ ତମେ ଲହଡ଼ିକି ଅନୁମାନ କରିକି ଛିଡ଼ା ହବ। ଯେତେବେଳେ ଲହଡ଼ି ଆସୁଛି ମୁଣ୍ଡଟାକୁ ନୁଆଇଁ ଦେବ, ବୁଡ଼ ମାରିବ। ସମୁଦ୍ରରେ ଗାଧେଇବାର ଯଦି ତରିକା ନ ଜାଣିଥିବ, ସେ କ'ଣ କରିବ? ଏକାଥରେ ଠିଆ ହେଇଥିବ ନା, ଏକାଥରେ ନାକରେ ପାଣି ପଶିବ, ପ୍ରାଣ ବି ପଳେଇବା ସମ୍ଭାବନା। ତେଣୁ ଲହରୀ ଆସୁଛି, କିଏ ତମକୁ ଗାଳି କରୁଛି, ହିଂସା କରୁଛି, ଦେଶ କରୁଛି, ଜାଣିପାରିବ। ଚାଣକ୍ୟ ନୀତି ବି କହିଛନ୍ତି, ଲୋକର ମନକୁ କେମିତି ଜାଣିବ? ତାଙ୍କ ଆଖିଟାକୁ ଅନେଇବ, କେଉଁ ଭାବରେ ସେ ତମକୁ ଚାହୁଁଛନ୍ତି। ଆଖି ଯଦି ମିଶିଗଲା, ସେ ଆଖିରେ ଭାବ ଅଛି, ତୁମ ପ୍ରତି ସ୍ନେହ ଶ୍ରଦ୍ଧା ଅଛି କି ଦ୍ୱେଷ ଭାବ ଅଛି, ଜାଣି ହେଇଯିବ। କେମିତି? ଚେଷ୍ଟା ପ୍ରୟାସ କଲେ ଜାଣି ହେଇଯିବ। ତେଣୁକରି ଜ୍ୱଳନ, ଈର୍ଷା, ଦେଶ ଶରୀର ଅଛି, ଏସବୁ ଯିବେନି। ଠାକୁର କହିଛନ୍ତି, ଏଣୁ ୟାଙ୍କୁ ଦିଅ ପାଲଟାଇ, ନିତ୍ୟ ଦାସୀ ନିବେଦନ ହେଇ, ଅଭିରାମତର ନୁହଁ ଅପର ପରାର ପରାଣ ଭୁଲ କେଣେ। ଅପରା ସଙ୍ଗରେ ମାତି ପୁଆଉଛି ଦିନ ରାତି, 25 ଘରେ ପିରନ୍ତି କରନ୍ତି 11 ଘରେ। ତେଣୁକରି ଅପରା ସଙ୍ଗରେ ଯିବ ତ ପଡ଼ିଛି, କୋଉ ଜନ୍ମରୁ ପଡ଼ିଛି, ଏବେ ନାହିଁ। ତେଣୁ ଗୁରୁ କୃପା ବଳରେ ହିଁ ଗୀତାର 7ମ ଅଧ୍ୟାୟରେ ଭଗବାନ କହିଲେନି, ସହସ୍ର ମଧ୍ୟରେ ଅର୍ଜୁନ ମୋର ଶରଣାଗତ ହେଇକି, ମୋ କଥା ଶ୍ରବଣ କରିକି, ମନନ କରିକି, ମୋ କଥା ଶୁଣିକି ଶୁଣେଇକି ମୋ ପ୍ରୀତି କାର୍ଯ୍ୟରେ ଆନନ୍ଦ ହେଇପାରିବ। ହଜାରେ କି ଲକ୍ଷରେ ଗୋଟେ 2 ଜଣ କିଏ ହେବେ? ଆମେ ନିମିତ୍ତ ମାତ୍ର। ତାଙ୍କ କୃପାରୁ 2 ପଦ କହିବାର କାରଣ, ସଂସାରେ ଯେଉଁ କର୍ମ ପାଇଁ ଆପଣ ଆସିଛନ୍ତି, ସେ କର୍ମକୁ ଆଗକୁ ନିଅନ୍ତୁ। କାହା ପଛରେ ଯିଏ ଯାହା କହିଲେ ମଧ୍ୟ ପ୍ରଭୁଙ୍କର ବାଧା ବିଘ୍ନ ସବୁ ତାଙ୍କ ଚରଣ ତଳେ, ପ୍ରଭୁଙ୍କର ଚରଣ ତଳେ ସମର୍ପଣ କରି ଜୀବନକୁ ଆନନ୍ଦମୟ କରିବେ। ଧନ୍ୟବାଦ। ଜୟ ଜଗନ୍ନାଥ, ଜୟ ସତ୍ୟନାରାୟଣ ସ୍ୱାମୀଙ୍କର ଜୟ। କହିବାରେ ତ୍ରୁଟି ଥିଲେ କ୍ଷମା କରିବେ। ଓମ୍ ତତ୍ସତ୍।